ସାଙ୍ଗମାନେ ତୋ ପାଇଁ ସିରିଏଲରେ ଆପଣମାନେ ଦେଖିବାକୁ ପାଇବେ ଯେ ରୋହି ରାମ ପାଖରେ ରହିବା ପାଇଁ ମିଛିମିଛିକା ଜ୍ୱରର ଅଭିନୟ କରୁଛି। ଏକଥା ଜାଣିପାରିଲେ ଚିକି ଆଉ ତାଙ୍କ ପରିବାର ଲୋକ। ହଁ ସାଙ୍ଗମାନେ ଆପଣମାନେ ଦେଖିବାକୁ ପାଇବେ ଯେତେବେଳେ ଜେଜେବାପା ଆସି କହୁଛନ୍ତି, ଆରେ ମା ଚିକି ତୁ କ'ଣ ସବୁକିଛି ଜାଣି ଭଗବାନଙ୍କ ସଂକେତକୁ ଭୁଲି ଯାଉଛୁ? ତୁ କ'ଣ ଏକଥା ଭୁଲିଗଲୁ ସେ ରୋହି କ'ଣ କରିପାରେ ବୋଲି? ଆରେ ମା ତୁ ତା ଉପରେ କେମିତି ବିଶ୍ୱାସ କରୁଛୁ? ତାର ନଜର ତ ସ୍ୱାମୀ ଉପରେ ଅଛି, ଏକଥା ତୁ କେମିତି ଭୁଲି ଯାଉଛୁ? ଆଉ ଏହାପରେ ଚିକି କହୁଛନ୍ତି, ଜେଜେବାପା ଆପଣ ଏବେ ଭୁଲ ବୁଝୁଛନ୍ତି, ଏବେ ରୋହିର ଦେହ ଜମା ବି ଭଲ ନାହିଁ। ଆଉ ଏ ଅବସ୍ଥାରେ ତାକୁ ଏମିତି ଡାଉଟ୍ କରିବା ମୋତେ କାହିଁ ଠିକ୍ ଲାଗୁନି। ଆଉ ଏତେବେଳେ ଜେଜେବାପା କହୁଛନ୍ତି ଯେ ତୁ କ'ଣ ପଛ କଥା ଗୁଡ଼ାକ ଭୁଲିଗଲୁ? ସେ ଶ୍ରିୟା କିଛି ବି ଟପିକ୍ ପାରେ, ସେ ତ ଏବେ ଜ୍ୱରର ବାହାନା କରୁଛି, ଆଗରୁ କେତେ କ'ଣ କରିଥିଲା, ତୁ ସେ କଥା କେମିତି ଭୁଲି ଯାଉଛୁ? ତୁ ଏକଥା ଜମା ଭୁଲେ ନା, ତାର ନଜର ତୋ ସ୍ୱାମୀ ଉପରେ ଅଛି ବୋଲି। ଆଉ ଏକଥା ଶୁଣି ଜେଜେବାପା କୁହନ୍ତି, ଏଇ ଦେଖ ତୋ ରୁମ୍ ପାଖରୁ ଏଇ ପିଆଜ ମିଳିଲା, ଆଉ ଏଇ ପିଆଜ ମୋତେ ଧରା ପକାଇ ଦେଉଛି ଯେ ସେ ରୋହି ଜ୍ୱର ହେବାର ଅଭିନୟ କରୁଛି। ଆକୁ ଯଦି ଥରେ ଅଧଘଣ୍ଟା କାଖରେ ଜାକି ରଖିଦେବ ନା, ଦେହ ଏତେ ଜୋରସେ ତାତି ଉଠିବ ଯେ କେହି ଭାବିବ ଆକୁ ଜ୍ୱର ହେଇଛି ବୋଲି। ଆଉ ଏହାପରେ ଚିକି ଜାଣି ନିଅନ୍ତି ଯେ ସେ ରାମକୁ ପାଇବା ପାଇଁ ଆଉ ରାମଙ୍କ ପାଖାପାଖି ରହିବା ପାଇଁ ରୋହି ଏସବୁ ପ୍ଲାନିଂ କରିଛି। ଆଉ ଏତେବେଳେ ଯେ ରୋହି ଆମର ପାଖରେ ହିଁ ଅଛନ୍ତି। ଆଉ ଏତେବେଳେ ଚିକି କହୁଛନ୍ତି, ସେ ରୋହିକି କେବେ ବି ମୋ ସିନ୍ଦୁରଠୁ ମୋତେ ଅଲଗା କରିବାକୁ ମୁଁ ଦେବିନି। ତା ନଜର ଯଦି ମୋ ସିନ୍ଦୁର ଉପରେ ଅଛି ତାହେଲେ ସେ ନଜରକୁ ବି ମୁଁ ମାରିଦେବି। ତେବେ ଫ୍ରେଣ୍ଡସ୍ ଆଗକୁ କ'ଣ ହେବ ଆଗକୁ ଜାଣିବାକୁ ଚାହୁଁଥିଲେ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ସହିତ ଯୋଡ଼ି ହୋଇ ରୁହନ୍ତୁ।